ବର୍ଷା ତମେ ତମେ ପ୍ଲିଜ ଆଉ ସେ ଘରକୁ ଯିବା ପାଇଁ କେବେ ଚେଷ୍ଟା କରିବନି। କାହିଁକି କୁହନ୍ତୁ ତ? ବର୍ଷା ମୁଁ ତୁମକୁ ବାରମ୍ବାର କହୁଛି ଟିକେ ସାବଧାନ ରହିବ। ଦେଖ ଏମିତି ବି ତ ହେଇପାରେ ନା ଯେ ସେ ଘରେ କେହି ଜଣେ ଜାଣି ଶୁଣିକି ଯୋଜନା କରିଥିଲା ଯେମିତି ତମେ ସେ କରେଣ୍ଟଟା ଖାଅ। ଫାସ ପକେଇଥିଲି, ସେ ମତେ ଚିହ୍ନି ନାହାନ୍ତି ଜାଣିନାହାନ୍ତି, ହଠାତ୍ କରିକି ଫାସ ପକେଇବାକୁ ଯିବେ। ବର୍ଷା ତମେ ଭୁଲି ଯାଉଛ ସେ ଘରେ ପ୍ରିୟଙ୍କା ବି ଅଛି। ଆଉ ପ୍ରିୟଙ୍କା ସବୁ କିଛି କରିପାରେ, ଏଇଟା ମୋର ବିଶ୍ୱାସ। ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ସେ ମୋ ଉପରେ ଆକ୍ରମଣ କରୁଛନ୍ତି ଆପଣଙ୍କ ପାଇଁ, ସେଇଆ ତ? ଆମ ଦି ଜଣଙ୍କ ଉପରେ ବି ହେଇପାରେ। ତମେ ଭାବ ଯେ କେମିତି ଘଟଣା ସବୁ ଘଟୁଛି, ଗୋଟେ ପରେ ଗୋଟେ ଘଟଣା ଘଟି ଚାଲିଛି, କିନ୍ତୁ ଏଇଟା ୟା ପଛରେ ନା କାହାର ଗୋଟେ ଉଦ୍ଦେଶ୍ୟ, କିଛି ଗୋଟେ ଉଦ୍ଦେଶ୍ୟ ଅଛି। ତମେ ଏ କଥା ଭାବ ଯେ ତମ ବାପାଙ୍କର କେସ୍ଟା ଯେବେଠାରୁ କୋର୍ଟରେ ଉଠିଲା ତାପରେ କିନ୍ତୁ ଆମ ଉପରକୁ ଗୋଟେ ପରେ ଗୋଟେ ଆଟାକ୍ ହେଇ ଚାଲିଛି। ମତେ ଲାଗୁଛି ତମେ ଟିକେ ସାବଧାନ ହେଇକି ରହିବ ଏବଂ ଏଥରକ ତମ ଉପରେ ଅଲଗା କରିକି ମଧ୍ୟ ଆଟାକ୍ ହେଇପାରେ। ବା, ତାହେଲେ ତ ବେଶ ଭଲ କଥା। କପାଳରେ ଯଦି ମୃତ୍ୟୁ ଥିବ ତାହେଲେ ମତେ କିଏ ବଞ୍ଚେଇବ? ଏତେ ସହଜରେ ମୁଁ ତମକୁ କୁଆଡେ ଯିବାକୁ ଦେବିନି। স্বপ্ন